ପ୍ରିୟ ବନ୍ଧୁଗ, ଘରକୁ ଲକ୍ଷ୍ମୀଙ୍କର ଆଗମନ ପାଇଁ ଘରର ଦୁଆର ମୁହଁ ସବୁବେଳେ ସଫା ରଖିବା ଉଚିତ ଏବଂ ସକାଳେ ଓ ସନ୍ଧ୍ୟାରେ କର୍ପୂର ଆଳତି କରିବା ଉଚିତ ହୋଇଥାଏ। ବନ୍ଧୁଗଣ, ଏବେ ମନେ ରଖନ୍ତୁ, ଦୁନିଆରେ ଆମ ଦୋଷ ଦେଖିବାକୁ ହଜାର ଲୋକ ମିଳିବେ, କିନ୍ତୁ ହଜାର ଦୋଷ କ୍ଷମା ଦେବାକୁ କେବଳ 2 ଜଣ। ମନେ ରଖନ୍ତୁ, ସେମାନେ ହେଲେ ବାପା ଆଉ ମା। ଗଛଟି ବୁଢ଼ା ହେଲେ ଫଳ ଦେବନି ସିନା, ହେଲେ ଛାଇ ତ ନିଶ୍ଚୟ ଦେବ। ପିତା ମାତା ବୃଦ୍ଧ ହେଲେ ଅର୍ଥ ଉପାର୍ଜନ କରିପାରିବେନି, ହେଲେ ଆମ ପିଲାମାନଙ୍କୁ ସଂସ୍କାର ତ ଦେଇପାରିବେ। ପିତାଙ୍କ ଗାଳିକୁ ସହି ଯାଉଥିବା ପୁତ୍ର, ଗୁରୁଙ୍କ ବଚନକୁ ମାନୁଥିବା ଶିଷ୍ୟ ଏବଂ ସୁନାରୀ ହାତରେ ପିଟା ହେଉଥିବା ସୁନା, ଏହି 3ଟି ଜିନିଷ ସଂସ୍କାର ପାଇ ସୁନ୍ଦର ଆଭୂଷଣ ହୋଇଥାଏ। ବନ୍ଧୁଗଣ, ଦୁନିଆରେ ପଇସା ଦ୍ୱାରା ସବୁ କିଛି କିଣିପାର, କିନ୍ତୁ ବାପା ମାଙ୍କର ସ୍ନେହ ଶ୍ରଦ୍ଧାକୁ ନୁହେଁ। ପଇସାରେ ଦୁନିଆରେ ସବୁ ଋଣ ସୁଝା ଯାଇପାରେ, କିନ୍ତୁ ଗୋଟେ ମାର ଭଲ ପାଇବା ଓ ମମତାକୁ ନୁହେଁ। ମନେ ରଖନ୍ତୁ ବନ୍ଧୁଗଣ, ଯଦି ଆପଣଙ୍କ ପାଖରେ ପଇସା ବଞ୍ଚୁନାହିଁ, ତେବେ ପକେଟରେ ବା ପଇସା ରଖୁଥିବା ଜାଗାରେ ବେଲପତ୍ର ସହିତ ମନ୍ଦାର ପତ୍ର ରଖନ୍ତୁ। ଦେଖିବେ ଆପଣମାନଙ୍କର ଅଭାବ ଦୂର ହୋଇଯିବ। ବନ୍ଧୁଗଣ, ମନେ ରଖନ୍ତୁ, ଏହା କଲେ ଆପଣମାନଙ୍କର ମଙ୍ଗଳ ହେବ। ସେ ଯେ କୌଣସି ବି କାର୍ଯ୍ୟ ହେଉ, କେବେ ବି ହାର ମାନନ୍ତୁ ନାହିଁ, କାହିଁକି ନା ପ୍ରତ୍ୟେକ ମହତ୍ଵ କାର୍ଯ୍ୟ ସବୁବେଳେ ପ୍ରଥମେ ଅସମ୍ଭବ ଜଣାପଡ଼ିଥାଏ। ବନ୍ଧୁଗଣ, ମନେ ରଖନ୍ତୁ, ଅନେକ ଲୋକଙ୍କ ସହ ମିଶି ଭୁଲ ରାସ୍ତାରେ ଯିବା ଅପେକ୍ଷା ଏକା ହେଲେ ବି ଠିକ ରାସ୍ତାରେ ଯିବା ଉଚିତ ହୋଇଥାଏ। କାହିଁକି ନା ଠିକ ରାସ୍ତାରେ ଚାଲିବାକୁ ହେଲେ ପ୍ରଥମେ ବହୁତ ଯନ୍ତ୍ରଣା ମିଳିଥାଏ। ମନେ ରଖନ୍ତୁ ବନ୍ଧୁଗଣ, କିନ୍ତୁ ପରେ ଆତ୍ମାକୁ ଶାନ୍ତି ମିଳିଥାଏ। କେବେ କାହାକୁ ଦୁଃଖ ଦିଅନ୍ତୁ ନାହିଁ, କାରଣ ଦେଇଥିବା ଦୁଃଖ ଦିନେ ନା ଦିନେ 1000 ଗୁଣ ହୋଇ ନିଜ ପାଖକୁ ଫେରି ଆସିଥାଏ। ବନ୍ଧୁଗଣ, ସେଥିପାଇଁ ଅନ୍ୟକୁ ସ୍ନେହ, ପ୍ରେମ, ଭଲ ପାଇବା ଦିଅନ୍ତୁ। ଦେଖିବେ ଆପଣଙ୍କୁ ସମସ୍ତେ ଭକ୍ତି ହିଁ ଭକ୍ତି କରିବେ। ବହୁତ ଲୋକେ ନିଜେ ବୁଝିଯାଆନ୍ତି, ଭଲ ଲୋକ ଚୁପ୍ ରୁହନ୍ତି। ଅଳ୍ପ ଭଲ ଲୋକ ଅନ୍ୟକୁ ବୁଝନ୍ତି, ଖରାପ ଲୋକ କେବେ ବି ନିଜର ଭୁଲ ଧରନ୍ତି ନାହିଁ। ମନେ ରଖନ୍ତୁ, ଆଉ ବାକି ଲୋକ ନା ବୁଝନ୍ତି ନା ବୁଝାନ୍ତି, ଖାଲି ନିରଳା ମିଛ କହି ଝଗଡ଼ା କରିଥାନ୍ତି। ଝିଅମାନେ ପର ନୁହେଁ କି ପର ଧନ ନୁହେଁ, କାହିଁକି ନା ଧନ ତ ଖର୍ଚ୍ଚ ହୋଇଯାଏ, କିନ୍ତୁ ଝିଅ ଏମିତିକା ମୂଲ୍ୟ ଅଟେ ଯିଏକି 2 ପରିବାରକୁ ଗୋଟିଏ ମାଳାରେ ଯୋଡ଼ି ରଖିଥାଏ। ବନ୍ଧୁଗଣ, ଆଜିର ଦୁନିଆରେ ତୁମେ ମିଛକୁ ଯେତେ ଧୀରେ କୁହନା କାହିଁକି, ମନେ ରଖନ୍ତୁ, ସମସ୍ତେ ଶୁଣିପାରିବେ, କିନ୍ତୁ ସତକୁ ଯେତେ ଜୋରରେ ଚିଲେଇକି କହିଲେ ବି କେହି ଶୁଣିପାରନ୍ତି ନାହିଁ। ବନ୍ଧୁଗଣ, ମନେ ରଖନ୍ତୁ, ଘରର ମୁଖ୍ୟ ଦ୍ୱାର ବାସ୍ତୁ ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ। ତେଣୁ ସ୍ୱସ୍ତିକ ଚିହ୍ନ ଲଗାଇଲେ କିମ୍ବା ଲକ୍ଷ୍ମୀ ଓ ଗଣେଶଙ୍କର ଫଟୋ ରଖିଲେ ଘର ପାଇଁ ଶୁଭ ହୋଇଥାଏ। ଘରର ଉତ୍ତର ଦିଗରେ ପାଣି ଭର୍ତ୍ତି ମାଠିଆ ରଖିଲେ କିମ୍ବା ଉତ୍ତର ପଟ କାନ୍ଥରେ ଝରଣା ଚିତ୍ର, ପାଣି ଚିତ୍ର ଥିବା ଫଟୋ ଲଗାଇଲେ ଶୁଭ ହୋଇଥାଏ ଏବଂ ଲକ୍ଷ୍ମୀ କୃପା ଲାଭ ହୋଇଥାଏ। ବନ୍ଧୁଗଣ, ଏ ପର୍ଯ୍ୟନ୍ତ ଯଦି ଆପଣମାନେ ଭିଡ଼ିଓକୁ ଲାଇକ୍ କରିନାହାନ୍ତି, ଭିଡ଼ିଓକୁ ପ୍ଲିଜ୍ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲରେ ନୂଆ ଥିଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଘର ସାମ୍ନାରେ କୁକୁର ପ୍ରତି ସାବଧାନ ଲେଖିବା ଉଚିତ ନୁହେଁ ଏବଂ ସ୍ୱାଗତମ ଲେଖିଲେ ଶୁଭ ହୋଇଥାଏ ଏବଂ ଘରର ପ୍ରତିଷ୍ଠା ବୃଦ୍ଧି ହୋଇଥାଏ। ଘରର କବାଟ ଝରକା ଯଦି ଖୋଲିଲା ବେଳେ ଶବ୍ଦ ହେଉଥାଏ, ତେବେ ଏହା ଅଶୁଭ ହୋଇଥାଏ। ବନ୍ଧୁଗଣ, ମନେ ରଖନ୍ତୁ, ତୁରନ୍ତ ସଜାଡ଼ି ଦେବା ଦରକାର। ଘରର କବାଟ ଝରକା ଯଦି ଖୋଲିଲା ବେଳେ ଶବ୍ଦ ହେଉଥାଏ, ତେବେ ଏହା ଅଶୁଭ ହୋଇଥାଏ ଏବଂ ପରିବାରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ। ମନେ ରଖନ୍ତୁ ବନ୍ଧୁଗଣ, ଯଦି ଘରର ଦକ୍ଷିଣ ଦିଗରେ ଝରକା କବାଟ ଜଡ଼ିତ ସମସ୍ୟା ଥାଏ, ତେବେ ଗୁରୁବାର ଦିନ ଗାଈକୁ ଡାଲି ସହିତ ଗୁଡ଼ ଖାଇବାକୁ ଦେଲେ ତାହା ଦୂର ହୋଇଥାଏ। ବନ୍ଧୁଗଣ, ମନେ ରଖନ୍ତୁ, ଏହା କଲେ ଆପଣମାନଙ୍କର ମଙ୍ଗଳ ହେବ। ଯଦି ପାଣିରେ ପରିସ୍ରା ଲାଗେ,
ତେବେ ଏହା ବହୁତ ଅମଙ୍ଗଳକାରୀ ହୋଇଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଯଦି ଘରର ଭୂମି ଚଉଡ଼ା ଠାରୁ ଲମ୍ବ 2 ଗୁଣ କିମ୍ବା ଅଧିକ ହୋଇଥାଏ ତେବେ ସେହି ଘରେ ଆୟ ଠାରୁ ବ୍ୟୟ ଅଧିକ ହୋଇଥାଏ। ବନ୍ଧୁଗଣ ମନେ ରଖନ୍ତୁ, ପ୍ରତ୍ୟେକ ଦିନ ନିଜ ଇଷ୍ଟ ଦେବ ମୂର୍ତ୍ତି କିମ୍ବା ଫଟୋ ରଖୁଥିବା ସ୍ଥାନରେ ଦୀପ ଜଳାଇବା ଉଚିତ। ମନେ ରଖନ୍ତୁ, ଏହାଦ୍ୱାରା ଘର ପାଇଁ ଶୁଭ ଓ ମଙ୍ଗଳକାରୀ ହୋଇଥାଏ। ଘରର ଛାତ ଉପରେ ଖାଲି ମାଠିଆ, ପୁରୁଣା ରଦି ଜିନିଷ କିମ୍ବା ଖରାପ ହୋଇଯାଉଥିବା ବିଦ୍ୟୁତ୍ ଉପକରଣ ରଖିବା ଉଚିତ ନୁହେଁ, ଏହାଦ୍ୱାରା ଅଶୁଭ ହୋଇଥାଏ। ଘରେ ଖଟ ତଳେ ତେଲ, ଲୁଣ, ଖାଲି ପାତ୍ର ଏବଂ ଅଳିଆ ରଖନ୍ତୁ ନାହିଁ, ଏହାଦ୍ୱାରା ଅଶାନ୍ତି ଏବଂ ଭାଗ୍ୟ ଉଦୟ ହୋଇନଥାଏ। ବନ୍ଧୁଗଣ ମନେ ରଖନ୍ତୁ, ଯଦି ଘରେ କାନ୍ଥର ପ୍ଲାଷ୍ଟର ଛାଡ଼ି ଯାଇଥାଏ ଏବଂ ପଇସା ରଖୁଥିବା ମନି ପର୍ସ ଚିରି ଯାଇଥାଏ ତେବେ ତୁରନ୍ତ ମରାମତି କରିବା ଉଚିତ, କାରଣ ଏହାଦ୍ୱାରା ଅର୍ଥହାନିର ସମ୍ଭାବନା ଥାଏ। ଦିନ ଦ୍ୱିପ୍ରହରରେ ଖାଇସାରିବା ପରେ ଦକ୍ଷିଣକୁ ମୁଣ୍ଡ କରି ବିଶ୍ରାମ କଲେ ଶରୀରରେ ଶକ୍ତିର ସଞ୍ଚାର ସଠିକ ରୂପରେ ହୋଇଥାଏ। ବନ୍ଧୁଗଣ ମନେ ରଖନ୍ତୁ, ଏହା କଲେ ଆପଣମାନଙ୍କର ମଙ୍ଗଳ ହେବ। କେତୁଜନିତ ସମସ୍ୟା ଦୂର କରିବା ପାଇଁ ହେଲେ କମ୍ବଳ ଦାନ କରିବା ଉଚିତ, କୁକୁରକୁ ରୁଟି ଗୁଡ଼ ଖାଇବାକୁ ଦେବା ଉଚିତ ଏବଂ ଘରେ ମାଟି ଭିତରେ ମହୁ ପୋତିଲେ ମଙ୍ଗଳ ହୋଇଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଏହା କରିକି ଦେଖନ୍ତୁ, ଆପଣମାନଙ୍କର ମଙ୍ଗଳ ହେବ। ଜାତକରେ ଯଦି କେତୁ ଅଶୁଭ ହୋଇଥାଏ ତେବେ ସନ୍ତାନ ହାନି, ମୂତ୍ରାଶୟର ରୋଗ, ହାଡ଼ଜନିତ ସମସ୍ୟା ଓ ଗଣ୍ଠିବାତ ରୋଗ ଦେଖା ଦେଇଥାଏ। ବନ୍ଧୁଗଣ ମନେ ରଖନ୍ତୁ, ଜାତକରେ ଶନିଗ୍ରହ ଜନିତ ସମସ୍ୟା ଦୂର କରିବା ପାଇଁ ହେଲେ ଲୁହା କଢ଼ା ହାତରେ ପିନ୍ଧିବା ଉଚିତ ଏବଂ ମାଛ ଓ କାଉକୁ ଅଟାରେ ଦାନା ପ୍ରସ୍ତୁତ କରି ଖାଇବାକୁ ଦେଲେ ତାହା ମଙ୍ଗଳ ହୋଇଥାଏ। ଜାତକରେ ଯଦି ଶନିଗ୍ରହ ଅଶୁଭ ହେଉଥାଏ ତେବେ ଅର୍ଥହାନି, ଗଣ୍ଠିବାତ, କୋର୍ଟ କଚେରୀ ସମସ୍ୟା ଏବଂ କନ୍ୟା ବିବାହରେ ବିଳମ୍ବ ଦେଖାଯାଏ ଓ ନିଆଁ ଲାଗିବା ଆଦି ସମସ୍ୟା ଦେଖା ଦେଇଥାଏ। ବନ୍ଧୁଗଣ ଏହା ମାନିଲେ ଆପଣମାନଙ୍କର ମଙ୍ଗଳ ହେବ। ସ୍ମରଣ ଶକ୍ତି ବୃଦ୍ଧି ହୁଏ। ଅନୁସନ୍ଧାନ ଅନୁଯାୟୀ ଆପଣଙ୍କ ସାଥୀଙ୍କ ନିକଟରେ ଶୋଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ବନ୍ଧୁଗଣ ଏହା ଉଭୟଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଥାଏ। ପରସ୍ପର ଯଦି ନିକଟରେ ଶୋଇବା ଦ୍ୱାରା ଆପଣମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ଯଦି ଆପଣ ପ୍ରତିଦିନ ଆପଣଙ୍କ ସାଥୀ ନିକଟରେ ଶୋଇଥାନ୍ତି ତେବେ ଆପଣଙ୍କର ସ୍ମୃତି ତୀକ୍ଷ୍ଣ ହୋଇଯାଏ ଏବଂ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ପ୍ରିୟ ବନ୍ଧୁଗଣ, ଏପର୍ଯ୍ୟନ୍ତ ଆପଣମାନେ ଯଦି ଭିଡ଼ିଓକୁ ଲାଇକ୍ କରିନାହାନ୍ତି ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବନ୍ଧୁଗଣ, ବାସ୍ତବରେ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଆପଣଙ୍କର ସାଥୀଙ୍କ ନିକଟରେ ଶୋଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ଏବଂ ଉପକାର ମଧ୍ୟ ମିଳିଥାଏ। ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଅନେକ ବିଶେଷଜ୍ଞ ଏକାଠି ଶୋଇବାକୁ ପରାମର୍ଶ ଦେଇଥାନ୍ତି। ବନ୍ଧୁଗଣ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଅଂଶୀଦାରମାନେ ବା ପାର୍ଟନରମାନେ ପରସ୍ପର ନିକଟତର ହୋଇ ଶୋଇଥାନ୍ତି ତେବେ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଭଲ ରହିଥାଏ। ବନ୍ଧୁଗଣ ମନେ ରଖନ୍ତୁ, ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକାର ମଧ୍ୟ ମିଳିଥାଏ। ବନ୍ଧୁଗଣ ଏବେ ଶୁଣନ୍ତୁ, ମୁଣ୍ଡବିନ୍ଧା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ। ଅନୁସନ୍ଧାନରେ ଅନେକ ପ୍ରକାଶନ ମଧ୍ୟ କରାଯାଇଛି, ଯେପରି ଏହା ମଧ୍ୟ ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ଦେଇଥାଏ। ଯଦି ଆପଣମାନେ ଆପଣମାନଙ୍କର ସାଥୀକୁ ଧରିକିରି ଶୁଅନ୍ତି ତେବେ ଆପଣଙ୍କର ମୁଣ୍ଡବିନ୍ଧାର ସମସ୍ୟାରୁ ମୁକ୍ତି ପାଇପାରିବେ। ବନ୍ଧୁଗଣ ଏବେ ଶୁଣନ୍ତି, କ୍ରୋଧ ଦୂର ହୁଏ। ଯଦି ଆପଣ ରାଗ ସମସ୍ୟା ଅଛି ବା ଆପଣମାନଙ୍କର ଚିଡ଼ିଚିଡ଼ା ପ୍ରକୃତି ଅଛି ଏବଂ ଛୋଟ ଜିନିଷ ଦ୍ୱାରା ମଧ୍ୟ କ୍ରୋଧିତ ହେବା ଆରମ୍ଭ କରିଦେଇଥାନ୍ତି ତେବେ ଆପଣ ଆଜିଠାରୁ ନିଜ ସାଥୀଙ୍କୁ ଧରିକି ଶୋଇବା ଆରମ୍ଭ କରିବା ଉଚିତ। ବନ୍ଧୁଗଣ ଏବେ ଶୁଣନ୍ତୁ, ଅନୁସନ୍ଧାନରୁ
ବା ବିଶେଷଜ୍ଞମାନଙ୍କ ଠାରୁ ଜଣାପଡ଼ିଛି ଯେ ଯେଉଁ ସାଥୀମାନେ ପରସ୍ପର ନିକଟତର ହୋଇ ଶୋଇଥାନ୍ତି ସେମାନେ କମ୍ ବିରକ୍ତିକର ଅନୁଭବ କରିଥାନ୍ତି। ବନ୍ଧୁଗଣ, ମନେ ରଖନ୍ତୁ, ଚିନ୍ତା କରିବାର କ୍ଷମତା ବୃଦ୍ଧି ପାଇଥାଏ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଯଦି ଆପଣ ଆପଣଙ୍କର ସାଥୀଙ୍କ ନିକଟରେ ଶୁଅନ୍ତି ଆପଣଙ୍କର ଭାବିବା ଏବଂ ବୁଝିବାର କ୍ଷମତା ବହୁତ ବଢ଼ିଥାଏ। ବନ୍ଧୁଗଣ, ଆପଣମାନଙ୍କୁ ଏହି ମନ୍ତବ୍ୟ ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ। ତେଣୁ ଦୟାକରି ବା ଭକ୍ତି ଭାବରେ କମେଣ୍ଟ ସେକ୍ସନରେ ଅବଶ୍ୟ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଭିଡ଼ିଓ